नमस्कार दर्शक बंधु मु ज्योतिर्मयी आपण मानक स्वागत करुछि बीआर मूवीज द्वारा प्रस्तुत ओडिशार प्राचीन परंपरार ए ओडिया पाला आमर ए झरका कार्यक्रम भगवत प्रेमी पुराण प्रेमी साहित्य प्रेमी मोर गुरु गुरुजन मंडली एवं मोर कल्याणमय स्नेहमय मोर मामा वो कर्म कथा सरिला पाद कथा आरंभ है चारि जुग रे पाद है श्रेष्ठ मुझे त्रेता जुग कथा कह तीनोटी जुग कथा कह आवश्यकता कहला धीवर मर्यादा पुरुष राम ठाकुर आज्ञा पाद धोइले बढ़ाई देले पयर पाद मर्यादा पुरुष राम ठाकुर पाद आज्ञा बढ़ाई देले धीवर पद धौत कला ब्रह्मारे धौत जे पद भंज लिखिलेटी पदटा को गाई दे चली गल धीवर मर्यादा पुरुष राम ठाकुर पद हौत कला टिके भीतर को जाउन माने खाली बाहर बाहर कोन जाउछो ब्रह्मारे धौत जे पद बापा दीर्घ दिनरु वेदपति ब्रह्म अपेक्षा करिछंती मर्यादा पुरुष राम ठाकुर पद धौत करवा निमंते बापा ब्रह्मा पद धौत करि थांते न पाई शिवे विषाद अकर्म कर्मदायक मंगलमय स्वप्नेश्वर ठाकुर ब्रह्मा पद हौत करि थांते से पद को पान करि थांते किए सना मंगलमय सदाशिव न पाई चरणामृत पान को इच्छी ना आज्ञा ब्रह्मा पद हौत करि पारिले ना शिव आज्ञा से चरणामृत को पान करि पारिले न पाई चरणामृत पान को इच्छी विज्ञानी कोई वर्त धोइला साधारण धीवरापा केउट से कोन आज्ञा भगवान पद हौत कला से विज्ञानी कोई वर्त धोइला जोटी ब्रह्मारी गले शिव आपा हरि गले साधारण धीवर भगवान पद हौत कला आर निर्जासना कोन ए भगवान सब गाय के मिछ में कहि कहि अधार सब मरछन एरे उडा ये
ଭାଇନା ସ୍ୱଚ୍ଛ ଯୁଗରେ ପ୍ରଭୁଙ୍କର ପାଦ ଥଲା କି ମତ୍ସ୍ୟ ଅବତାର ଆଚ୍ଛା ସ୍ୱଚ୍ଛ ଉପରେ ଆସିଲା କଣ ମତ୍ସ୍ୟ ଅବତାର ପ୍ରଭୁଙ୍କର ପାଦ ନଥିଲା ନା ବ୍ରହ୍ମା ଯୋଉ ପାଣି ନେଲେ ସେ ପାଦକୁ ଧୋଇବାକୁ ଆଉ ବିଚାରିଲେନି ତାପରେ ଆସିଲା କଶ୍ୟପ ଅବତାର ସିଏ ଆଉ କଣ ପାଦ ଅଛି କି ସେ ତ ଲୋକକୁ ଦେଖିଲେ ପାଦ ଲୁଚେଇଲେ ବ୍ରହ୍ମା ଧୋଇ ପାଇଲେନି ତାପରେ ବରାହ ଅବତାର ଏ ଦିଟା ପାଦ ରହିଲା ଉପରକୁ ଦିଟା ରହିଲା ପୃଥିବୀ କି ଆଜ୍ଞା ତାପରେ ଥିଲା ବାମନ ଅବତାର ଛୋଟିଆ ମୂର୍ତ୍ତି ଦେଖି ପ୍ରଭୁଙ୍କ ପାଦକୁ ଧୋଇବାକୁ ଆଉ ଧୋଇ ପାଇଲେ କହିଲା ଧୋଇ ପାରିଲେନି ସେଇ ଅବତାର ରାମ ରୂପ ବି ସେଇଠି ପାଦ ଦେବି ଏଥର ଯୁଗରେ ପାଦ ଥଲା ଆଉ କଣ ଯାହା ହଉ ଆମର ଗାଈଟା ଗୋଟେ ପାଳିଆଙ୍କର ଭଲ ଜ୍ଞାନ ଏ ମୁଁ ଜ୍ଞାନ ଖାଲି ପ୍ରମୋଶନ ହେଇକି ପାଳିଆ ହେଇଯାଇଛନ୍ତି ଲକ୍ଷରେ ମୋର ଶାନ୍ତ ରଜନର ଶାନ୍ତ ଜନତା ଓ ବିଜ୍ଞାନୀ କୈବର୍ତ୍ତ ଧଇଲା ବି ଅର୍ଥ ବିଶାଳ ହେଲା ଯିଏ ଆଜ୍ଞା ବିଶାଳ ଜ୍ଞାନ ଅଧିକାରୀ ତାକୁ କହିବା ବିଜ୍ଞାନୀ ଧୀବର ଚାରି ଯୁଗର ଅପେକ୍ଷା କରିଛି ଭଗବାନଙ୍କର ପଦହୂତ କରିବା ବିଜ୍ଞାନୀ କୈବର୍ତ୍ତ ଧଇଲା ବିଷୟ ପତିତ ପାବନ ନାମ ରହିଲା ଲକ୍ଷ୍ମଣ ଆଜ୍ଞା ସଦାଶିବତା ରାମଚନ୍ଦ୍ରଙ୍କର ସେବା କରନ୍ତି ହେଲା କିନ୍ତୁ ଦିନ ଆଜ୍ଞା ଲକ୍ଷ୍ମଣ ବଡ ଭାଇଙ୍କର ପଦହୂତ କରିପାରିଲେ ନା ଯେତେବେଳେ ଆଜ୍ଞା ପଦଟା ବଢାଇଦେଲେ ଲକ୍ଷ୍ମଣ କହିଲେ ଭାଇ ଆପଣ କଣ କରୁଛନ୍ତି ନା ଧୀବରାଜି କହୁଛି ଆପଣଙ୍କର ପଦହୂତ କଲେ ନାରେ ବସାଇବ ନହେଲେ ଆଜ୍ଞା ବସାଇ ପାରିବ ନାହିଁ ନା କାହିଁକି ଧୀବର କଲେ ପ୍ରଭୁ କାହିଁକି ଆପଣଙ୍କର ପଦହୂତ କରି ହେଲା ଆପଣଙ୍କୁ ଆଜି ମୋ ନାବରେ ବସାଇବି ନା ପବନ ଶୁଣିଥିଲି ଆପଣଙ୍କର ଚରଣ ବାଜି ଜଣେ ନା ପଥର ନାରୀର ପରିଣତ ହେଲା ବାପା ଗୋଟେ ପଥରଟେ ନାରୀର ପରିଣତ ହେଇନି କେତେବେଳେ ଲକ୍ଷ୍ମଣ କହିଲା ଧୀବର ଗୋଟେ ପଥରଟା ଆଜି ନାରୀ ହୋଇଗଲା ତୁ କେମିତି ଜାଣିଲୁ ନା ଗୌତମ ଋଷିଙ୍କର ପୁତ୍ର ହେଲା ସତ୍ୟାନନ୍ଦ ମିଥିଳା ରାଜ୍ୟକୁ ପ୍ରତ୍ୟେକ ଦିନ ପୁରୋହିତ କାର୍ଯ୍ୟ କରିବା ପାଇଁ ଯାଆନ୍ତି ସେ ମତେ କହିଲେ ତୁମ ବଡ ଭାଇଙ୍କର ପାଦର ଧୂଳି ବାଜି ଗୋଟେ ପଥରଟିଏ ନାରୀ ହେଲା ଆରେ ବୋକାଟା ତୁ କିରେ ସିଏ ସିନା ପଥର ଥିଲା ନାରୀ ହୋଇଗଲା ମୋ ଭାଇଙ୍କ ପାଦ ବାଜିକି ତୋ ନା ତ କାଠରେ ତିଆରି କୋଣ ନାରୀ ହବ କି ଆଜି ପଥରଟା ଆପଣଙ୍କ ରେଣୁ ବାଜି ନାରୀର ପରିଣତ ହେଲା ଆପଣଙ୍କର ରେଣୁ ବାଜି ଯଦି ମୋ ନାଟା ଆଜି ନାରୀ ହୋଇଯିବ କଣ କରିବି ମୁଁ ବୃତ୍ତିଏ ମୋ ପୋଷେ କୁଟୁମ୍ବ ବସାଇ ନଦେବି ନାବେ ନ ଧୋଇ ମୋ ନୌକା ଆଜି ନାୟିକାର ପରିଣତ ହେବ ମୁଁ ତ ଗୋଟିଏ ନାରୀକୁ ବସି ପାରୁନି ଯଦି ଏ ନାଟା ଆଜି ନାରୀର ପରିଣତ ହେବ ମୁଁ ଦୁଇଟି ନାରୀକୁ ବସିବି କେମିତି ତେଣୁକରି ମୁଁ ଆପଣଙ୍କର ପଦହୂତ କରିବି ଆପଣଙ୍କର ମୁଁ ପଦହୂତ କରି ସାରିବା ପରେ ବସନରେ ପୋଛି ସାରିବା ପରେ ଆପଣଙ୍କୁ ମୁଁ ନାଁ ବସାଇବି ପଦହୂତ କଲା ଧୀବର ଯେତେବେଳେ ଆଜ୍ଞା ପଦହୂତ କଲା ପଦଟା କେମିତି ପୋଛିବେ କେମିତି ଧୀବର କଲା କଣ ଗୋଟେ ଗାମୁଛା ପାଖିଥିଲା ସେ ଗାମୁଛାଟିକୁ ଆଣି ପ୍ରଭୁଙ୍କର ପଦ ଯୁଗଳକୁ ଆଜ୍ଞା ପୋଛି ଦେଲା ଯେତେବେଳେ ଆଜ୍ଞା ପୋଛି ଦେଇଛନ୍ତି ଠିକ ଏଇ ସମୟରେ ପ୍ରଭୁ କହିଲେ ଧୀବର ଯୋଉ ଗାମୁଛାରେ ତୁମେ ମୋର ପଦ ছিল ସେ ଗାମୁଛା ମତେ ତୁମେ ଦିଅ ସେଇଟା ଆଇଁଷା ଗାମୁଛା ମୁଁ ତମକୁ ଦେଇପାରିବି ବାପା ଧୀବର ନାସ୍ତି କଲା ପ୍ରଭୁ ଏ ଗାମୁଛା ନାଇଁ ତୁମେ କଣ କରିବ ଇଏ ପରା ଆମର ଦେଖୁନ ଏ ଗାମୁଛାରେ ମୋର କଣ ଅଛି ଚିରା ଗାମୁଛା ଇଏ ଗୋଟିଏ ବୋଲି ଗାମୁଛା ଯଦି ଏ ଗାମୁଛାଟି ତୁମକୁ ଦେବି ତେବେ ମୁଁ ଚଳିବି କେମିତି ନା ମୋର ସେଇ ଗାମୁଛାଟି ଆବଶ୍ୟକ ବାପା ଦେଖନ୍ତୁ ଧୀବର ନାସ୍ତି କରୁଛି ପ୍ରଭୁ ଚାହୁଁଛନ୍ତି ଧୀବରର ସେ ଗାମୁଛାଟି ଆବଶ୍ୟକ ମର୍ଯ୍ୟାଦା ପୁରୁଷ ରାମ ଠାକୁର ଧୀବର ଠାରୁ ଆଜ୍ଞା ଗାମୁଛାଟିକୁ ଆଣିଦେଲେ ଗାମୁଛାଟିକୁ ପ୍ରଭୁ
ତିନି ଖଣ୍ଡ କରିବା ଚିରି ଦେଲେ ପ୍ରଭୁ ମୋ ଗାମୁଛାଟା ଚିରି ଦେଲ ମୁଁ ଏଇ ଗାମୁଛାରେ ସବୁ କାମ କରୁଥିଲି ପ୍ରଭୁ ଗାଧେଇ ଯାଉଥିଲି ଧାଡା ଯାଉଥିଲି ମତେ ଗାମୁଛାଟା ଏ ଖଣ୍ଡିଏ ଗାମୁଛା ତମର ଖଣ୍ଡିଏ ଏମିତି କେମିତି ବ୍ୟବହାର କରୁଥିଲ ସେଇଥର ସବୁ ଚଳୁଛି ଆଜ୍ଞା ତିନି ଖଣ୍ଡ କରି ପ୍ରଭୁ ଆଜ୍ଞା ଚିରି ଦେଲେ ଯେତେବେଳେ ଆଜ୍ଞା ଚିରି ଦେଲେ ତିନି ଖଣ୍ଡ ଚିରା ଗାମୁଛାକୁ ଆପା କଲେ କଣ କଲେ ଗୋଟିଏ ଆଜ୍ଞା ଧର୍ମ ନାଁରେ ବାନ୍ଧିଦେଲେ ମଙ୍ଗରେ ବାନ୍ଧିଦେଲେ ଗୋଟେ ଚିରା ଗାମୁଛା ଆଉ ଖଣ୍ଡିଏ ପୁରୀ ଧାମର ଶ୍ରୀକ୍ଷେତ୍ର ଧାମର ଆଜ୍ଞା ବିଶ୍ୱରେ ପତିତ ପାବନ ନାମ ରହିଲା ଜଗନ୍ନାଥଙ୍କର ନାମ ରହିଲା ଆଜ୍ଞା ପତିତ ପାବନ ଆଉ ଗୋଟେ ଖଣ୍ଡେ କଲେ କଣ ଧୀବରର ମସ୍ତକରେ ମର୍ଯ୍ୟାଦା ପୁରୁଷାପା ବାନ୍ଧିଦେଲେ ସେହି ଦିନ ଠାରୁ ମାଲ ଧୀବର ମାନେ କେଉଟ ମାନେ ମୁଣ୍ଡରେ ଠେକାଟିଏ ଭିଡନ୍ତି ତେଣୁ କରି ଏଇଠି ଧୀବର କହିଲା ପ୍ରଭୁ ଆଉ କାହାକୁ ଧାର କରିଥିଲ ପାଦ ପରା ଶ୍ରେଷ୍ଠ ପୂର୍ବରୁ ଗଲନି ପୂର୍ବ ସେଇ ତ୍ରେତା ଯୁଗରେ ବାପା ଅହଲ୍ୟାକୁ ଧାର କରିବେ ନା ଅହଲ୍ୟାକୁ ଧାର କରି ସାରିବା ପରେ ନିଜ ରେଣୁ ଦ୍ଵାରା ତାପରେ ଯାଇକି ଧୀବର ପଦ ହୌତ କରିବ ନା ସେଇ ବୋଧେ 1600 ଛାନ୍ଦ ଆଉ ସମ୍ରାଟ ଉପେନ୍ଦ୍ର ଭଞ୍ଜ कवि भितर भंजासार काठ जाकर मंजासार रोग भितर रंपासार फूल भितर चंपासार कंसा जाकर झांजसार माछ जाकर लांजसार माइपी जाकर बांझसार कवि भितर भंजासार आमर ओडिया कवि हेले कवि सम्राट उपेंद्र भंज जो ओडिया कवि को नहीं आज्ञा ओडिया साहित्य जो गर्वित एकमात्र हम कलाकार मान आज्ञा गर्वित देखुना आप भंज गले गायक काले भंज लिखिले मेहर गले ना मेहर लिखिले कलि कवि नंद किशोर बल गले ना बल लिखिले एकमात्र हम कलाकार मान कवि मान अमर आमे मन ताकू नहीं गर्वित भंजापा कौन लिखिले विपुल काम्य कवन जाजा विपुल काम्य कवन थोरे भ्रमी जीव थोरे भ्रमी जीव बोली बाहरिले मुनि घेनी बेनी जुआ घेनी घेनी जुआर बोला बेनी घेनी जुआ बोली बाहरिले घेनी घेनी जुआ बाटे से बनरे पड़ी जाते बाटे से बनरे पड़ी एला भी बसिया इसे उड़ा मोतरा आज से उबारा हां ओहले उधार हेनी प्रभुंगर पाद बाजेनी अलंकार नहीं प्रमाण नहीं पाला कर दे चली जो विश्वास सरीगला आ कोन विपुल काम्यक वन थर भ्रमी जीवा बोली बाहरिले बेनी घेनी बेनी जुबा जते बेले विश्वामित्र ऋषि यज्ञ आश्रय नहीं तारक असुर को विनाश करी आसुछंदे आज्ञा मर्यादा पुरुष राम ठाकुर सहित गुरु विश्वामित्र ऋषि विश्वामित्र ऋषि आपा कहिछंती मिथ्या राज्य को जवा पाए पड़िबो कि राजा जी निमंत्रित करिछथि कारण जनक ऋषिंगर झियो जानके पाए सोमरा होछि मत निमंत्रण होइछि मो सहित तुमे दुई भाई जीव राम लक्ष्मण को संगर धरी जत आज्ञा काम्य कवन रे प्रवेश होइछंती एठी मर्यादा पुरुष राम ठाकुर कहिले गोटे शिलाटिए पड़िथिला कहले गुरुदेव एठा में विश्राम नेबा काहे के बा कहिले मर्यादा पुरुष राम ठाकुर विश्राम नेबा पाई कोन पाई प्रभु जानि छथि ये स्थान रे रहिले किछि आगे गोटे उद्धार हेबो गोटे उपकार हेबो मर्यादा पुरुष राम ठाकुर कहिले कहले गुरुदेव एठा में विश्राम चले ठीक अछि विश्राम नवा तापरे देखिबा ना बाटे से वन रे पड़ी थिला दिव्य शिला काम्य को वन रे आपा गोटे दिव्य शिलाटी पड़ी थिला तो शिला दिव्य शिला आपा शिला कोन राइट शिला अर्थ में बुझिबा कोन पत्थर गोटा भाई पत्थर ओंडीरा पत्थर माई पत्थर आपा ओंडीरा पत्थर
ମାଇ ପଥର କାହାକୁ ଭାଷା କହିବା ପଥର କାହାକୁ କହିବା ଅଣ୍ଡିଆ ପଥରକୁ ଅଣ୍ଡିଆ ପଥର କହିବା ମାଇ ପଥରକୁ ମାଙ୍କଡା ପଥର କହିବା ତମ ଘର ଜ୍ଞାନ ପୁରା ଘର ତୋଳା ତୁ ମାଇ ପଥର ବାଲୁଗାଡେ ଏମିତି ଜ୍ଞାନ ଚର୍ଚ୍ଚା କରୁଛ ମାଇ ପଥର ଅଣ୍ଡିରା ପଥର ଆଉ ଧୀମନ୍ଦ ମଣ୍ଡଳୀ ମୋର ଦେବୀର ଶ୍ରବଣ ଯାହା ଯାହା ନ୍ୟାୟ ମାନ ହେବ ଆଲୋଚନା ରାତି ପାଇଲାଣି ଆଲୋ ରାତିଲାଣି କାଳ କେତେ ମଜା କରିଥିଲ ମଣିଆର କାହାକୁ ରଖିଲ ହରିଏ କେଡ଼େ ବିପଦରେ ବେଳକୁ ତୁମେ ପ୍ରଭୁ ହେଲ ମହାଦେବ ରହରେ କାଠୁରିଆ ନପକାଉ ହାରେ ଗୁଣଗାନ ଡେରି କରେ ଏ ଗଛ କାହାରେ ଗପ ଟପ କରିବା ପାଇ ନାହିଁ ମୋର ଧାର ଲାଗିଅଛି ଭାଇ ପୁଣା କର୍ମର ଜଞ୍ଜାଳ ଜଞ୍ଜାରେ ଶୁଭିଲା ହେ ରାମକୃଷ୍ଣ ଭାଇ ଅସୁର ଚିଠିକୁ ଧରି ନେବା ପାଇଁ ମଉସା ଭାଇ ମାନଙ୍କୁ କରୁ ଅଖିଆଳି ଦରବାର ଗୁଣ ଦେବ କରତାଳି ସାରୁ ମାଇ ଗୁଣ ହେ ମାଇ ଗୁଣ ଦେବ ଆଉ ମୁଣ୍ଡାଳି ଭାଇ ନା ଡାଲେ ମେ କରିବ ବାବୁ ସାରୁଟି କାଇଁ କଦଳୀ ଚୋପା ଖାଇ ଦଉନି ଭଲ ଡାଲାମା କରିଦେ ତମର କଣ ଆଳୁ ଦେବ ସାରୁ ଦେବ ବାଇଗଣ ଦେବ କଣ ତାପରେ ମୁଗ ଡାଲି ଦେଲେ ଭାଇ ନା ଡାଲମା କରିବ ଜାଣିନା ବୋଧେ ଆଉ ହର କଦଳୀ ଖାଇକି ଚୋପା ଫୋପାଡ଼ି ଆଉ ହର ଡାଲି ଦିହରେ ଯାଉନି ଦର୍ଶକ ବନ୍ଧୁ ଆମ ପ୍ରୋଗ୍ରାମଟି ଆପଣଙ୍କୁ କେମିତି ଲାଗିଲା ଏହାର ମତାମତ ଦିଅନ୍ତୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଆଉ ହଁ ସବସ୍କ୍ରାଇବ୍ କରିବାକୁ କେବେ ଭୁଲନ୍ତୁନି ରହୁଛି ନମସ୍କାର।